ଯାଦୁର ମୁନି। ଜଣେ ରାଜା ଥିଲେ। ତାଙ୍କର ରାଜ୍ୟରେ ଜଣେ ବାରିକ ରହୁଥିଲା। ସେ ସବୁବେଳେ ଖୁସି ମନରେ ଥାଏ। ହସ ଖୁସିରେ ଦିନ କାଟୁଥାଏ। ଦିନେ ତାକୁ ଜଙ୍ଗଲ ମଧ୍ୟ ଦେଇ ପଡ଼ୋଶୀ ଗ୍ରାମକୁ ଯିବାକୁ ପଡ଼ିଲା। ଜଙ୍ଗଲ ମଝିରେ ରାସ୍ତାରେ ଗୋଟିଏ ବଡ଼ ବୃକ୍ଷ ରହିଥିଲା। ସେ ଯେତେବେଳେ ଗଛ ତଳ ଦେଇ ଯାଉଥିଲା, ତାକୁ ଏକ ବିଚିତ୍ର କଣ୍ଠସ୍ୱର ଶୁଭିଲା, ଆରେ, ତୋତେ କ'ଣ ସ୍ୱର୍ଣ୍ଣମୁଦ୍ରାରେ ପରିପୂର୍ଣ୍ଣ 7ଟି ଅଖା ଦରକାର? କହ, ଯଦି ଚାହଁ ତେବେ ନେଇପାର। ବାରିକ ମୁଣ୍ଡ ଉଠାଇ ଚାରିପଟକୁ ଚାହିଁଲା, କିନ୍ତୁ କେହି ଦିଶିଲେ ନାହିଁ। କୋଉଠୁ ଶବ୍ଦ ଆସୁଛି ସେ ବାରିପାରିଲା ନାହିଁ। ସେ ଟିକିଏ ଡରିଗଲା ଓ ଅଟକି ଯାଇ ସେତିକିବେଳେ ଭାବିଲା, ବୋଧହୁଏ ଏଇ ବୃକ୍ଷରେ କୌଣସି ପ୍ରକାରର ଭୂତ ରହୁଛି। ସେ ମୋତେ ବୋକା ବନାଇବା ପାଇଁ ଏହିପରି କହୁଛି। ଏଇଠାରୁ ପ୍ରାଣ ବଞ୍ଚାଇ ଧାଇଁବା ହିଁ ଶ୍ରେୟସ୍କର ହେବ। ଏଠାରେ ଅଧିକ ସମୟ ରହିବାର ଅର୍ଥ ବିପଦକୁ ବରଣ କରିବା। ଏହିପରି ଚିନ୍ତା କରି ସେ ସେଠାରୁ ପଳାଇବା ପାଇଁ ଉଦ୍ୟତ ହେଲା। କିନ୍ତୁ କିଛି ଦୂର ଯିବା ପରେ ମଧ୍ୟ ସେହି ବୃକ୍ଷରୁ ପୁଣି ଥରେ ସେହିପରି ଶବ୍ଦ ଶୁଭିଲା, ଆରେ ଭାଇ, ତୁମକୁ ହିଁ ଡାକୁଛି। ବାରିକ ଭାଇ, କାହିଁକି ଏମିତି ଭୟଭୀତ ହୋଇ ପଳାଇ ଯାଉଛ? ମୁଁ ସତ କହୁଛି, ତୁମେ ଚାହିଁଲେ ସ୍ୱର୍ଣ୍ଣ ମୁଦ୍ରାରେ ପରିପୂର୍ଣ୍ଣ 7ଟି ଅଖା ଏବେ ବି ସାଙ୍ଗରେ ନେଇ ଯାଇପାରିବ। ଏଥର ବାରିକର ମନରେ ଲୋଭ ଜାଗ୍ରତ ହେଲା। 7 ଅଖା ସ୍ୱର୍ଣ୍ଣମୁଦ୍ରା! ଟିକିଏ ଚିନ୍ତା କଲା। ସେ 7 ଜନ୍ମ ପରିଶ୍ରମ କଲେ ମଧ୍ୟ ଏତେ ମୂଲ୍ୟବାନ ସମ୍ପତ୍ତି ଏକାଠି କରିପାରିବ ନାହିଁ। ବିନା ପରିଶ୍ରମରେ ଏତେ ଜିନିଷ ମିଳିଯିବ? ଆଃ! ଧନର ଲୋଭ ଏତେ ପ୍ରବଳ ହେଲା ଯେ ସେ ସାହସ ସଞ୍ଚୟ କରି ଗଛ ମୂଳକୁ ଫେରି ଆସିଲା। ସାହସ ସଞ୍ଚୟ କରି ଗଛ ଉପରକୁ ଚାହିଁ କହିଲା, ହଁ, ମୋତେ 7 ଅଖା ସ୍ୱର୍ଣ୍ଣମୁଦ୍ରା ଦରକାର। ଆଚ୍ଛା, ଏବେ ତୁମେ ତୁମ ଘରକୁ ଯାଅ। ଜାଣ, 7 ଅଖା ସ୍ୱର୍ଣ୍ଣମୁଦ୍ରା ତୁମ ଘରେ ପହଞ୍ଚି ସାରିଲାଣି। ବିଶ୍ୱାସ ହେଉନାହିଁ ତ ଘରକୁ ଯାଇ ଦେଖ। ପୁଣି ସେଇ ବିଚିତ୍ର କଣ୍ଠସ୍ୱର ଜବାବ ଦେଲା। ଏହା ଶୁଣି ବାରିକର ମନରେ ଉତ୍କଣ୍ଠା ସହିତ ବିସ୍ମୟ ସୃଷ୍ଟି ହେଲା। ସେ ଆଉ କୁଆଡ଼େ ନ ଚାହିଁ କାଳ ବିଳମ୍ବ ନ କରି ଘର ମୁହାଁ ହୋଇ ଦୌଡ଼ିଲା। ସେ ମଧ୍ୟ ଗଛରୁ ଶୁଭିଥିବା କଣ୍ଠସ୍ୱରରେ କେତେ ସତ୍ୟତା ଅଛି ଜାଣିବାକୁ ଚାହୁଁଥିଲା। ଘରକୁ ଯାଇ ସେ ବଡ଼ ଉତ୍ସାହର ସହିତ କବାଟ ଖୋଲିଲା। ଦେଖିଲା ଯେ ତାହା ସମ୍ମୁଖରେ 7ଟି ଅଖା ପଡ଼ି ରହିଛି। ସେ ନିଜ ଆଖିକୁ ବିଶ୍ୱାସ କରିପାରୁନଥିଲା। ସେ ଆନନ୍ଦରେ ଆତ୍ମହରା ହୋଇପଡ଼ିଲା। ବାରିକ ଗୋଟି ଗୋଟି କରି ସବୁ ଅଖା ଖୋଲି ଦେଖିଲା। 6ଟି ଅଖାରେ ଚିକ୍ ଚିକ୍ କରୁଥିବା ଉଜ୍ଜ୍ୱଳ ସ୍ୱର୍ଣ୍ଣମୁଦ୍ରା ଭରି ରହିଥିଲା। 6ଟି ଅଖାରେ ସ୍ୱର୍ଣ୍ଣମୁଦ୍ରା ଦେଖି ବାରିକର ଆଖି ଖୁସି ହୋଇଗଲା। କିନ୍ତୁ 7ମ ଅଖାଟି ଖାଲି ଥିଲା। ସେଥିରେ କେବଳ ଗୋଟିଏ କାଗଜରେ କିଛି ଲେଖା ହୋଇଥିଲା, ମୁଁ ତୁମକୁ 6ଟି ଅଖା ସ୍ୱର୍ଣ୍ଣମୁଦ୍ରା ଦେଇଛି। 7ମ ଅଖାକୁ ସ୍ୱର୍ଣ୍ଣ ମୁଦ୍ରାରେ ଭରିବା ତୁମର ଦାୟିତ୍ୱ। ଯଦି ତୁମେ 7ମ ଅଖାଟି ଭରିବା ପୂର୍ବରୁ ଏହି ସ୍ୱର୍ଣ୍ଣ ମୁଦ୍ରାଗୁଡ଼ିକୁ ସ୍ପର୍ଶ କରିବ, ତେବେ ତୁମ ଉପରେ ମୋର ଅଭିଶାପ ପଡ଼ିବ ଏବଂ ତୁମେ ତୁରନ୍ତ ମୃତ୍ୟୁବରଣ କରିବ। ଯଦି ତୁମେ 7ମ ଅଖାକୁ ସ୍ୱର୍ଣ୍ଣ ମୁଦ୍ରାରେ ଭରି ପାରିବ ନାହିଁ, ତେବେ ସମସ୍ତ ଅଖା ଅଦୃଶ୍ୟ ହୋଇଯିବ। ତୁମେ ଗୋଟିଏ ହେଲେ ସ୍ୱର୍ଣ୍ଣମୁଦ୍ରା ପାଇବ ନାହିଁ। ସେ କାଗଜ ଖଣ୍ଡିକ ପଢ଼ି ବାରିକ ମନରୁ ଆନନ୍ଦ ମଉଳିଗଲା। ତାର ମୁଣ୍ଡରେ ସ୍ୱର୍ଣ୍ଣ ମୁଦ୍ରାର ନିଶା ସବାର ହେଲା। ସେ କିପରି 7ମ ଅଖାଟିକୁ ଭରିବ ସେହି ଚିନ୍ତାରେ ପଡ଼ିଗଲା। ମନେ ମନେ ଅନେକ ଯୋଜନା ପ୍ରସ୍ତୁତ କଲା। ରାତି ସାରା ଶୋଇପାରିଲା ନାହିଁ। ଏତେ ବଡ଼ ଅଖାକୁ ସ୍ୱର୍ଣ୍ଣ ମୁଦ୍ରାରେ ଭରିବା ସହଜ କାମ ନଥିଲା। ବାରିକଟି ନିଷ୍ପତ୍ତି ନେଲା ଯେ କୌଣସି ପ୍ରକାରେ ପେଟ କାଟି 7ମ ଅଖାଟି ଭରିବ। ତା ମନରେ ସୁଖ ନଥିଲା। ପ୍ରଥମେ ସେ ଘରେ ଯେତେ ସୁନା ରୂପା ଓ ମୂଲ୍ୟବାନ ସାମଗ୍ରୀ ଥିଲା, ସେସବୁ ବିକ୍ରି କରି ସ୍ୱର୍ଣ୍ଣମୁଦ୍ରା ଜମା କରି ସେଇ ଅଖାରେ ଭରିଲା। କିନ୍ତୁ ସେସବୁ
ଅଖାର ଗୋଟିଏ କଣରେ ପଡ଼ିଥିଲା। ଅଖା ତୁଳନାରେ ସ୍ୱର୍ଣ୍ଣମୁଦ୍ରା ଖୁବ୍ କମ୍ ଥିଲା। ଏହି ଅଖା ଭରିବା ଚିନ୍ତାରେ ତା ମନରେ ଖୁସି ରହିଲା ନାହିଁ। ସବୁବେଳେ ଚିନ୍ତାଗ୍ରସ୍ତ ରହିଲା। ପଇସାଟିଏ ପାଇଲେ ତାହାକୁ ଅଖା ଭରିବା ଉଦ୍ଦେଶ୍ୟରେ ସାଇତି ରଖିଲା। ସବୁ ସମୟରେ ସେଇ ଗୋଟିଏ ଚିନ୍ତା ତାକୁ ବ୍ୟସ୍ତ କରୁଥିଲା। ଏବେ ବାରିକ ନିଜର ପେଟକୁ ମୁଠାଏ ଖାଇଲା ନାହିଁ। ଏହିପରି ଭାବରେ ବହୁତ ଦିନ ସେ ଦାରିଦ୍ର୍ୟ ଭିତରେ କାଳ କାଟିଲା। କିନ୍ତୁ ଅଖା ଭରିଲା ନାହିଁ। ଶେଷରେ ଦିନେ ବାରିକ ରାଜାଙ୍କ ପାଖକୁ ଯାଇ କହିଲା, ହୁଜୁର, ମୁଁ ବଡ଼ ଅସୁବିଧାରେ ପଡ଼ିଛି। ଦରମା ଯଥେଷ୍ଟ ହେଉନାହିଁ। ଭାରି ଅସୁବିଧାରେ ଚଳୁଛି। ହଜୁର, ଏଇ ଗରିବ ଉପରେ ଦୟା କରନ୍ତୁ। ରାଜା ଦୟାପରବଶ ହୋଇ ତାର ଦରମା ମାସକୁ 2 ଗୁଣ କରିଦେଲେ। ବାରିକ ବହୁତ ଉଦ୍ୟମ କରି ସମସ୍ତ ଦରମା ସଞ୍ଚୟ କରି ସେଇ ଅଖାରେ ଭରିଲା। ଏହିପରି କିଛି ମାସ ବିତିଗଲା, କିନ୍ତୁ ଅଖା ଭରିଲା ନାହିଁ। ବାରିକ ଆହୁରି ଅଧିକ ଚିନ୍ତାଗ୍ରସ୍ତ ହୋଇପଡ଼ିଲା। ସେ ମନେ ମନେ ଚିନ୍ତା କଲା, ଜୀବନରେ କେବେ ବି ଏ ଅଖା ପୂର୍ଣ୍ଣ ହେବ ନାହିଁ ଏବଂ ବାକି ସମସ୍ତ ଅଖା ଅଦୃଶ୍ୟ ହୋଇଯିବ। ତେଣୁ ଏବେ କ'ଣ କରାଯିବ? ଦିନରାତି ଏହିପରି ଚିନ୍ତାରେ ସେ ବୁଡ଼ି ରହିଲା। କିଛିଦିନ ପରେ ପୁଣି ରାଜାଙ୍କର ସେବା କରିବା ପାଇଁ ସେ ଗଲା। ବାରିକର ଉଦାସ ମୁହଁ ଦେଖି ରାଜା ପଚାରିଲେ, କ'ଣ କିରେ, ଯେବେ ତୁମଠାରୁ ଦରମା ବଢ଼ିଲାଣି, ମନେ ହେଉଛି ତୋର ଅସୁବିଧା ତାହା ତୁଳନାରେ ବଢ଼ିଗଲାଣି। ଦିନକୁ ଦିନ ଦୁର୍ବଳ ହୋଇଯାଉଛୁ। ତୋର ସେ ଖୁସି, ସେ ଆନନ୍ଦ କୁଆଡ଼େ ଗଲା? ଯେତେବେଳେ ଦେଖିଲା ବେଳକୁ କାନ୍ଦିଲା ପରି ମୁହଁ କରିଛୁ। କଥା କ'ଣ? ତୁ ଯାଦୁର 7 ଅଖା ମାୟାରେ ପଡ଼ିଯାଇନୁ ତ? ଏହା ଶୁଣି ବାରିକ ଆଶ୍ଚର୍ଯ୍ୟ ହୋଇପଡ଼ିଲା। ସେ ଆଶ୍ଚର୍ଯ୍ୟ ହେଲା ଯେ ରାଜା କିପରି ସେଇ କଥା ଜାଣିଲେ। ମହାରାଜ, ଆପଣ ମୋ ମନ କଥା କିପରି ଜାଣିଲେ? ସେ ଟିକିଏ ଥତମତ ହୋଇ ସାହସ ସଞ୍ଚୟ କରି ପଚାରିଲା। ରାଜା ହସି ଦେଇ ଉତ୍ତର ଦେଲେ, ଆରେ ପାଗଳ, ଏ ଅଖା କଥା ତ ସାରା ଦୁନିଆ ଜାଣେ। ତୁ କ'ଣ ଏଇ କଥା ଜାଣିନାହୁଁ? ଜଙ୍ଗଲରେ ସେଇ ବୃକ୍ଷରେ ଏକ ଭୂତ ରହୁଛି। ସେ ଯାହାକୁ 7ଟି ଅଖା ଦେଇଥାଏ, ତାର ସୁଖ ଶାନ୍ତି ସେଇମିତି ଲୁଟି ନେଇଥାଏ। ସେ ଚିନ୍ତାରେ ଘାଣ୍ଟି ହୋଇ ମରିଯାଇଥାଏ। ସେ ଭୂତ ମୋତେ ମଧ୍ୟ ଥରେ ତାର ଜାଲରେ ପକାଇଥିଲା, କିନ୍ତୁ ମୁଁ 7ମ ଅଖାଟିକୁ ଭରିବା ପାଇଁ ଉଦ୍ୟମ କରିନଥିଲି। କାରଣ ଭାବିଲି ଯେ ଯେହେତୁ ଏତେ ସହଜରେ ଅଖାଗୁଡ଼ିକ ମିଳିଛି, ନିଶ୍ଚୟ ସେଥିରେ କୌଣସି ସମସ୍ୟା ଅଛି। ମୋର ସୁନା ରୂପାରେ କ'ଣ ଅଭାବ ଅଛି? ମାଗଣାରେ ଧନ ପାଇବାର ମାୟାରେ ପଡ଼ିଲି ନାହିଁ। ତେଣୁ ମୁଁ ସେଇ ଗଛ ମୂଳକୁ ଯାଇ କହିଲି, ମୋର ଅଖା ଦରକାର ନାହିଁ। ତୁମର ସ୍ୱର୍ଣ୍ଣମୁଦ୍ରା ଫେରାଇ ନିଅ। ଏହା କହି ମୁଁ ଫେରି ଆସିଲି। ଦେଖିଲି ଅଖା ଯେପରି ଆସିଥିଲା ସେହିପରି ଅଦୃଶ୍ୟ ହୋଇଗଲା। ତେଣୁ ତୁ ମଧ୍ୟ ତୁରନ୍ତ ଗଛ ମୂଳକୁ ଯାଇ ଯେପରି କହିଛି ସେହିପରି କାମ କର, ନଚେତ୍ ଜୀବନ ଯିବ। ଯା, ସାମାନ୍ୟ ବିଳମ୍ବ କର ନାହିଁ। ରାଜାଙ୍କର କଥା ଶୁଣି ବାରିକର ଚେତା ପଶିଲା। ତାର ମୋହ ଦୂର ହୋଇଗଲା। ବାରିକ ଗଛ ପାଖକୁ ଯାଇ କହିଲା, ତୁମେ ତୁମର ଅଖା ଫେରାଇ ନିଅ। ମୋତେ ତୁମର ସ୍ୱର୍ଣ୍ଣମୁଦ୍ରା ଆବଶ୍ୟକ ନାହିଁ। ସେତିକି ବେଳେ ସେଇ କଣ୍ଠସ୍ୱର କହିଲା, ଠିକ୍ ଅଛି, ଯାଅ, ମୁଁ ତାହା ଫେରାଇ ନେବି। ଯେପରି ଦେଇଥିଲି ସେପରି ନେଇଯିବି। ବାରିକ ଯେତେବେଳେ ଘରକୁ ଫେରିଲା, ଦେଖିଲା ଅଖା ଯେପରି ଘରକୁ ଆସିଥିଲା ସେହିପରି ଅଦୃଶ୍ୟ ହୋଇଯାଇଥିଲା। କିନ୍ତୁ ବାରିକର ଦୁର୍ଭାଗ୍ୟର କଥା, ସେଇ ଅଖା ସହିତ ତାର ସମସ୍ତ ସଞ୍ଚିତ ଧନ ମଧ୍ୟ ଅଦୃଶ୍ୟ ହୋଇଯାଇଥିଲା। ତେଣୁ ବୟସ୍କ ଲୋକମାନେ କୁହନ୍ତି, ଲୋଭ ଅତି ଭୟଙ୍କର ଜିନିଷ। ଲୋଭରେ ପଡ଼ି ମଣିଷ ହିତାହିତ ଜ୍ଞାନ ହରାଏ। କେବଳ ସୁଧ ନୁହେଁ, ତା ସହିତ ମୂଳଧନ ମଧ୍ୟ ବୁଡ଼ି ଯାଇଥାଏ। ଲୋଭ ମଣିଷକୁ ଅନ୍ଧ କରିଦିଏ। ଭୂତ ପ୍ରେତଠାରୁ ଅଧିକ ଭୟଙ୍କର ହୋଇଥାଏ ଲୋଭ। ଲୋଭ ହିଁ ଅସଲ ଭୂତ। ବନ୍ଧୁଗଣ, ଏଇ କଥାଟିରୁ ଆମେ ଏହା ଶିଖିବାକୁ ପାଉଛେ, ଜୀବନରେ ଅନେକ ପରିଶ୍ରମ କରି ଝାଳ ବୁହାଇ ଆମେ ଟଙ୍କା ସଞ୍ଚୟ କରିବାରେ ଲାଗିଛେ। ସେଇ ଟଙ୍କାକୁ ଆମେମାନେ ବର୍ତ୍ତମାନ ଜୀବନରେ ଉପଭୋଗ କରୁନାହେଁ, ଠିକ୍ ବାଟରେ ଖର୍ଚ୍ଚ କରୁନାହେଁ, ଯାହାର ପରିଣାମ ଭବିଷ୍ୟତ ଜୀବନରେ ଆମେ ଭୋଗିବା। ବର୍ତ୍ତମାନ ଯଦି ଭଲ ନହେବ, ଭବିଷ୍ୟତ କେବେ ବି ଭଲ ହେଇପାରିବ ନାହିଁ। ଆପଣମାନଙ୍କୁ ଏକାନ୍ତ ଅନୁରୋଧ, ଏଇଭଳି ଶିକ୍ଷାପ୍ରଦ ଏବଂ ମନୋରଞ୍ଜନପୂର୍ଣ୍ଣ କାହାଣୀ ଶୁଣିବା ପାଇଁ ଗପ ଅମୃତ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ।
ପୁଣି ଆସିବି ଏଇଭଳି କିଛି ଗଳ୍ପ ନେଇ ଆପଣମାନଙ୍କ ପାଇଁ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଧନ୍ୟବାଦ।